ପିଏମ୍ କିଷାନ ଯୋଜନାର 22ତମ କିସ୍ତିକୁ ନେଇ ଆସିଲା ବଡ଼ ଅପଡେଟ୍। ଯଦି ଆପଣମାନେ ପିଏମ୍ କିଷାନ ଯୋଜନାର 21ତମ କିସ୍ତି ଟଙ୍କା ପାଇସାରିଛନ୍ତି ଆଉ ଆପଣମାନେ ପିଏମ୍ କିଷାନ ଯୋଜନାର 22ତମ କିସ୍ତି ଟଙ୍କାକୁ ଅପେକ୍ଷା କରି ରହିଛନ୍ତି, ତାହେଲେ ଆପଣମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଅପଡେଟ୍ ଆସିଯାଇଛି, ଯାହାକୁ ମୁଁ ଆପଣମାନଙ୍କୁ ଏହି ଭିଡ଼ିଓରେ ସେ ବିଷୟରେ କହିବା ପାଇଁ ଯାଉଛି। ଦେଖନ୍ତୁ, ଆପଣମାନେ ଯେମିତିକି ସମସ୍ତେ ଜାଣିଛନ୍ତି, ଆପଣଙ୍କୁ ଏହି ପିଏମ୍ କିଷାନ ଯୋଜନାର 21ତମ କିସ୍ତି ଟଙ୍କା ଆପଣମାନଙ୍କୁ ମିଳିଥିଲା, ତାହା ଆପଣମାନଙ୍କୁ 19 ନଭେମ୍ବରରେ ଆପଣମାନଙ୍କୁ ସେହି ଟଙ୍କା ଆପଣମାନଙ୍କୁ ମିଳିଥିଲା। ତ ଏବେ ଚାଷୀ ଭାଇମାନେ ପିଏମ୍ କିଷାନ ଯୋଜନାର 22ତମ କିସ୍ତି ଟଙ୍କାକୁ ଅପେକ୍ଷା କରି ରହିଛନ୍ତି। ତ ଏ ଭିତରେ ସରକାର ଗୋଟେ ନୂଆ ଅପଡେଟ୍ ଏହି ପିଏମ୍ କିଷାନ ଯୋଜନାର 22ତମ କିସ୍ତି ଟଙ୍କା ନେଇ ଗୋଟେ ନୂଆ ଅପଡେଟ୍ ଆଣିଛନ୍ତି। ଆପଣଙ୍କୁ ଏହି ପିଏମ୍ କିଷାନ ଯୋଜନାର 22ତମ କିସ୍ତି ଟଙ୍କା ପାଇବା ପାଇଁ ହେଲେ ଆପଣମାନଙ୍କୁ 5ଟି ଗୁରୁତ୍ୱପୂର୍ଣ୍ଣ କାମ କରିବା ପାଇଁ ପଡ଼ିବ। ତ ସେହି କାମ ଗୁଡ଼ିକ କ'ଣ ଆପଣଙ୍କୁ ମୁଁ ଏହି ଭିଡ଼ିଓରେ ଚାଲନ୍ତୁ ଡିଟେଲ୍ସରେ କହିବା ପାଇଁ ଯାଉଛି। ତ ସେଥିପାଇଁ ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଭିଡ଼ିଓକୁ ସ୍କିପ୍ ନ କରି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନେ ସେହି 5ଟି ଗୁରୁତ୍ୱପୂର୍ଣ୍ଣ ଜିନିଷ ବା ଗୁରୁତ୍ୱପୂର୍ଣ୍ଣ ଆପଣଙ୍କୁ ଯେଉଁ କାମ କରିବା ପାଇଁ ପଡ଼ିବ ସେ ବିଷୟରେ ଆପଣମାନେ ଡିଟେଲ୍ସରେ ଜାଣିପାରିବେ। କିନ୍ତୁ ତା ପୂର୍ବରୁ ଯଦି ଆପଣମାନଙ୍କୁ ଏହି ଭିଡ଼ିଓ ଟିକେ ବି ଇନଫର୍ମେଟିଭ୍ ଲାଗିବ, ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ ନିହାତି ଭାବରେ କରିକି ଯିବେ। ଆଉ ଚ୍ୟାନେଲରେ ନୂଆ ଥିଲେ ବି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ଅଲ୍ ନୋଟିଫିକେସନ୍ ଅନ୍ କରିବାକୁ ଜମାରୁ ଭୁଲିବେନି, ଯାହାଦ୍ୱାରା ଏଭଳି ନୂଆ ନୂଆ ଇନଫର୍ମେଟିଭ୍ ଭିଡ଼ିଓର ଅପଡେଟ୍ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତେବେ ଚାଲନ୍ତୁ ଦେଖିବା ଆପଣମାନଙ୍କୁ ଏହି ପିଏମ୍ କିଷାନ ଯୋଜନାର 22ତମ କିସ୍ତି ଟଙ୍କା ପାଇବା ପୂର୍ବରୁ ଆପଣଙ୍କୁ କ'ଣ ଯେ ସେ 5ଟି ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ କାମ କରିବା ପାଇଁ ପଡ଼ିବ, ତାକୁ ଚାଲନ୍ତୁ ଡିଟେଲ୍ସରେ ଗୋଟି ଗୋଟି କରି ଦେଖିବା। ଦେଖନ୍ତୁ, ଏମାନଙ୍କ ଆକାଉଣ୍ଟକୁ ଆସିବନି କିଷାନ ନିଧି ଯୋଜନାର 22ତମ କିସ୍ତି ଟଙ୍କା। ଚାଷୀ ଭାଇମାନେ ଜାଣନ୍ତୁ ଏହି ଜରୁରୀ କଥା। ଦେଖନ୍ତୁ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଦେଶର ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରମାଣିତ ହେଉଛି। ଏହି ଯୋଜନା ଅଧୀନରେ ଚାଷୀମାନଙ୍କୁ ସେମାନଙ୍କର ଚାଷ ଆବଶ୍ୟକତା ଯେପରିକି ବିହନ, ସାର, କୀଟନାଶକ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପୂରଣ କରିବାରେ ସାହାଯ୍ୟ କରିବା ପାଇଁ ପ୍ରତିବର୍ଷ 3ଟି କିସ୍ତିରେ 6,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଏ। ଚାଷୀମାନେ ପ୍ରତ୍ୟେକ ଥର ଏହି କିସ୍ତି ପ୍ରଦାନ ପାଇଁ ଉତ୍ସାହର ସହିତ ଅପେକ୍ଷା କରି ରହିଥାନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 22ତମ କିସ୍ତି ସମ୍ପର୍କରେ ପୁଣି ଥରେ ଆଲୋଚନା ଜୋର ଧରିଛି। ନୂତନ ବର୍ଷ 2026 ଆରମ୍ଭରେ ଚାଷୀମାନେ ଖୁସି ଖବର ପାଇବେ ବୋଲି ଆଶା କରାଯାଉଛି। ପୂର୍ବ 21ତମ କିସ୍ତି 19 ନଭେମ୍ବର 2025ରେ ଜାରି କରାଯାଇଥିଲା, ଯେଉଁଥିରେ ଦେଶର 9 କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ 2,000 ଟଙ୍କା ସ୍ଥାନାନ୍ତର କରାଯାଇଥିଲା। ସେବେଠାରୁ ଚାଷୀମାନେ ପରବର୍ତ୍ତୀ କିସ୍ତିର ତାରିଖ ଜାଣିବାକୁ ଆଗ୍ରହୀ ହୋଇ ରହିଛନ୍ତି। ଯଦିଓ ସରକାର ଏପର୍ଯ୍ୟନ୍ତ 22ତମ କିସ୍ତି ପାଇଁ କୌଣସି ସରକାରୀ ତାରିଖ ଘୋଷଣା କରିନାହାନ୍ତି, ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସରକାର ଫେବୃଆରୀ 2026 ଶେଷ ସୁଦ୍ଧା ପରବର୍ତ୍ତୀ କିସ୍ତି ଜାରି କରିପାରନ୍ତି। ଯଦି ଏହା ହୁଏ, ତେବେ ଏହା ଚାଷୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ହେବ। ହେଲେ ଏହା ଜାଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ କେଉଁ ଚାଷୀମାନେ 22ତମ କିସ୍ତି ପାଇବେ ନାହିଁ, ଯାହାଦ୍ୱାରା ସେମାନେ ସମୟ ମଧ୍ୟରେ ଆବଶ୍ୟକୀୟ ପରିବର୍ତ୍ତନ କରିପାରିବେ। ଏହି ଚାଷୀମାନଙ୍କ ଆକାଉଣ୍ଟକୁ 22ତମ କିସ୍ତି ଟଙ୍କା ଆସିବନି। ଦେଖନ୍ତୁ, ସରକାର ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ ଯଦି ଜଣେ ଚାଷୀ ଏହି ଯୋଜନା ଅନୁଯାୟୀ ଆବଶ୍ୟକୀୟ ସର୍ତ୍ତାବଳୀ ପୂରଣ କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କର କିସ୍ତିକୁ ରୋକି ଦିଆଯାଇପାରେ। ଏହା ବିଭିନ୍ନ କାରଣ ଯୋଗୁଁ ଦେୟରେ ବିଳମ୍ବ ହୋଇପାରେ, ଯେପରିକି ପ୍ରଥମରେ ରହିଛି ଆପଣଙ୍କର ଇ-KYC ପୁରା ହୋଇନଥିଲେ। ଯଦି ଆପଣଙ୍କର ଇ-KYC ହୋଇନଥିବ, ତାହେଲେ ଆପଣମାନଙ୍କର ମଧ୍ୟ ଏହି ପିଏମ୍ କିଷାନ ଯୋଜନାରେ ଆପଣ ଯେଉଁ ଟଙ୍କା ପାଉଥିଲେ ତାହା ଆପଣମାନେ ନ ପାଇପାରନ୍ତି। ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ଇ-KYC ପୂରଣ କରିନାହାନ୍ତି, ସେମାନେ 22ତମ କିସ୍ତିର ଲାଭ ପାଇପାରିବେ ନାହିଁ। ସରକାର ଇ-KYCକୁ ବାଧ୍ୟତାମୂଳକ କରିଛନ୍ତି। ଯଦି ଆପଣଙ୍କର ଇ-KYC ଅସମ୍ପୂର୍ଣ୍ଣ ରହିଥାଏ, ତେବେ ପରବର୍ତ୍ତୀ କିସ୍ତି ଆପଣଙ୍କ ଆକାଉଣ୍ଟରେ ଜମା ହୋଇପାରିବ ନାହିଁ। 2ରେ ରହିଛି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ ନଥିଲେ। ଯଦି ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ ନାହିଁ, ତାହେଲେ ବି ମଧ୍ୟ ଆପଣମାନଙ୍କୁ ଏହି ପିଏମ୍ କିଷାନ ଯୋଜନାର ଟଙ୍କା ଆପଣମାନେ ପାଇପାରିବେ ନାହିଁ। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଟଙ୍କା ସିଧାସଳଖ ଡିବିଟି ବା ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଥାଏ। ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଆଧାର ସହିତ ଲିଙ୍କ ହୋଇନାହିଁ କିମ୍ବା ଡିବିଟି ସେବା ସକ୍ଷମ ହୋଇନାହିଁ, ତେବେ ଟଙ୍କା ସ୍ଥାନାନ୍ତରିତ ହେବ ନାହିଁ। 3ରେ ରହିଛି ବ୍ୟାଙ୍କ ବିବରଣୀରେ ଭୁଲ। ଚାଷୀମାନେ ପ୍ରାୟତଃ ଭୁଲ ଆକାଉଣ୍ଟ ନମ୍ବର, IFSC କୋଡ୍ କିମ୍ବା ବ୍ୟାଙ୍କ ନାମ ପ୍ରବେଶ କରିଥାନ୍ତି। ଏହା ଫଳରେ କିସ୍ତି ମଧ୍ୟ ଅଟକି ଯାଇପାରେ। ତେଣୁ ସମୟ ମଧ୍ୟରେ ଆପଣଙ୍କର ବ୍ୟାଙ୍କ ବିବରଣୀ ଯାଞ୍ଚ କରିବାକୁ ନିଶ୍ଚିତ କରନ୍ତୁ। 4 ନମ୍ବରରେ ରହିଛି ହିତାଧିକାରୀ ତାଲିକାରୁ ଆପଣଙ୍କ ନାଁ ଉଡ଼ିଯିବା ବା ଆପଣଙ୍କ ନାଁ କଟିଯିବା। ଯଦି କୌଣସି କାରଣରୁ ଆପଣମାନଙ୍କ ନାଁ ହିତାଧିକାରୀ ତାଲିକାରୁ ବାଦ୍ ଦିଆଯାଇଥାଏ, ତେବେ ଆପଣ ଆପଣଙ୍କର କିସ୍ତି ପାଇବେ ନାହିଁ। ଏହା ଏକ ସାମାନ୍ୟ ତ୍ରୁଟି, ଡକୁମେଣ୍ଟ ଅପଡେଟ୍ ନ ହେବା କିମ୍ବା ସୂଚନାରେ ମେଳ ନଥିବାରୁ ହୋଇପାରେ। 5 ନମ୍ବରରେ ରହିଛି ଚାଷୀ ପଞ୍ଜୀକରଣର ଅଭାବ, ଯେଉଁଟାକି ଆପଣଙ୍କର ଯେଉଁ ରହିଛି ଫାର୍ମର ରେଜିଷ୍ଟ୍ରେସନ। ସରକାର ଏବେ ଚାଷୀ ପଞ୍ଜୀକରଣକୁ ବାଧ୍ୟତାମୂଳକ କରିଛନ୍ତି। ଆଗକୁ କେବଳ ସେହି ଚାଷୀମାନେ ଯେଉଁମାନଙ୍କର ନାମ ଚାଷୀ ପଞ୍ଜୀକରଣରେ ପଞ୍ଜୀକୃତ ହୋଇଛି, ସେମାନେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭ ପାଇବାକୁ ଯୋଗ୍ୟ ହେବେ। ତ ଏହି 5ଟି ଗୁରୁତ୍ୱପୂର୍ଣ୍ଣ କଥା, ଯାହାକୁ ଆପଣମାନଙ୍କୁ ଏହି ପିଏମ୍ କିଷାନ ଯୋଜନାର 22ତମ କିସ୍ତି ଟଙ୍କା ପାଇବା ପୂର୍ବରୁ ଆପଣମାନେ କରିବା ପାଇଁ ଆପଣଙ୍କର ନିହାତି ଆବଶ୍ୟକ। ତ ଯେମିତିକି ଜାଣିଲେ, ଆପଣଙ୍କୁ ଏହି 5ଟି ଗୁରୁତ୍ୱପୂର୍ଣ୍ଣ କାମ ଆପଣମାନଙ୍କୁ ପିଏମ୍ କିଷାନ ଯୋଜନାର 22ତମ କିସ୍ତି ଟଙ୍କା ପାଇବା ପୂର୍ବରୁ କରିବା ପାଇଁ ପଡ଼ିବ। ଯେମିତିକି ଆପଣଙ୍କର ଫାର୍ମର ରେଜିଷ୍ଟ୍ରେସନ, ଆପଣଙ୍କର ଯେଉଁ ହିତାଧିକାରୀ ତାଲିକା ରହିଛି, ଆପଣଙ୍କର ତାଲିକା ମଧ୍ୟ ଆପଣଙ୍କୁ ଯାଞ୍ଚ କରିବା ପାଇଁ ପଡ଼ିବ। ଆଉ ଆପଣଙ୍କ ଯେଉଁ ବ୍ୟାଙ୍କ ବିବରଣୀରେ ଆପଣମାନେ କିଛି ଯଦି ଭୁଲ ଭଟକା ହୋଇଥାଏ, ତାକୁ ମଧ୍ୟ ଆପଣଙ୍କୁ କରେକ୍ସନ୍ କରିବା ପାଇଁ ପଡ଼ିବ। ଆଉ ଆପଣଙ୍କ ଯେଉଁ ବ୍ୟାଙ୍କ ଆକାଉଣ୍ଟ ଆଧାର ଲିଙ୍କ ନଥିଲେ ମଧ୍ୟ ଆପଣମାନେ ତାକୁ ଯାଇକି ମଧ୍ୟ ଆପଣମାନେ ସେ ବ୍ୟାଙ୍କ ଆକାଉଣ୍ଟ ସହିତ ଆପଣଙ୍କର ଆଧାର ଲିଙ୍କ କରିନିଅନ୍ତୁ। ତ ଏମିତି ଭାବରେ ଆପଣଙ୍କର ଏହି 5ଟି, ଆଉ ଆପଣଙ୍କର ଯେଉଁ ମେନ୍ ରହିଛି ଇ-KYC ମଧ୍ୟ ଆପଣମାନେ କରିନିଅନ୍ତୁ। ତ ଆପଣଙ୍କୁ ଏହି 5ଟି ଗୁରୁତ୍ୱପୂର୍ଣ୍ଣ କାମ କରିବା ପାଇଁ ପଡ଼ିବ, ନହେଲେ ଆପଣମାନେ ପିଏମ୍ କିଷାନ ଯୋଜନାର 22ତମ କିସ୍ତି ଟଙ୍କା ପାଇବାରୁ ଆପଣମାନେ ବଞ୍ଚିତ ହୋଇପାରନ୍ତି। ତେଣୁ ଆପଣ ଜଲ୍ଦି ଯାଇକି ଆପଣଙ୍କର ଏହି 5ଟି କାମ ଯଥାଶୀଘ୍ର ଆପଣମାନେ ସାରି ନିଅନ୍ତୁ।